ମାନେ ଆଦୌ ଗ୍ରହଣ କରନ୍ତି ନାହିଁ ସାଯୁଜ୍ୟ ମୁକ୍ତିକୁ। ତେଣୁ ଏଇ ଚାରି ପ୍ରକାର ମୁକ୍ତି ଲାଭ କରିଥିବା ପୁରୁଷଙ୍କ ମଧ୍ୟରୁ କେତେ ଜଣ ଭଗବାନ କୃଷ୍ଣଙ୍କ ପ୍ରତି ସେମାନଙ୍କର ଶ୍ରଦ୍ଧା ଜନ୍ମେ ଏବଂ ସେମାନେ କଣ କରନ୍ତି ନା ବୃନ୍ଦାବନ ଧାମକୁ ଉନ୍ନୀତ ହୁଅନ୍ତି। ହଁ, ଆଉ ଅନ୍ୟ କଥାରେ କହିବାକୁ ଗଲେ କଣ ନା ସେମାନେ ପୂର୍ବରୁ ବୈକୁଣ୍ଠ ଲୋକକୁ ଉନ୍ନୀତ ହେଇ ସାରିଛନ୍ତି, କିନ୍ତୁ ଏଇ ଚାରି ପ୍ରକାର ମୁକ୍ତିର ଅଧିକାରୀ ସେମାନେ ଶ୍ରୀକୃଷ୍ଣଙ୍କ ପ୍ରତି ଶ୍ରଦ୍ଧା ବୃଦ୍ଧି ପାଇପାରେ, ତେଣୁ ସେମାନେ କୃଷ୍ଣଙ୍କ ଆଡକୁ ଉନ୍ନୀତ ହେଇପାରନ୍ତି। ତେଣୁ ଚାରି ପ୍ରକାର ଯୋଉ ମୁକ୍ତି ରହିଛି ସେଥିରେ କଣ କରନ୍ତି ନା ବ୍ୟକ୍ତିଗଣ ଜୀବନର ବିଭିନ୍ନ ସ୍ଥିତିରେ ବା ସ୍ତରରେ ରହିପାରନ୍ତି। ସେମାନେ ଶ୍ରୀକୃଷ୍ଣଙ୍କର ଐଶ୍ୱର୍ଯ୍ୟ କାମନା କରନ୍ତି ବା ସେମାନଙ୍କ ହୃଦୟରେ ବୃନ୍ଦାବନର ସୁପ୍ତ କୃଷ୍ଣ ପ୍ରେମ ପ୍ରାଧାନ୍ୟ ଲାଭ କରିପାରେ। ଶୁଦ୍ଧ ଭକ୍ତଗଣ ପରମାତ୍ମାଙ୍କ ସହିତ ଏକ ହବା ପାଇଁ କେବେ ହେଲେ ଅଭିଳାଷ କରନ୍ତି ନାହିଁ। ଏବଂ ସେଥିପାଇଁ ଅନ୍ୟ ଚାରି ପ୍ରକାର ମୁକ୍ତି ଅନୁକୂଳ ବୋଲି ଗ୍ରହଣ କରିପାରନ୍ତି। କିନ୍ତୁ ଭଗବାନଙ୍କ ସହିତ ଏକ ହବା ଏମାନେ କେବେ ବି ସ୍ୱୀକାର କରିପାରନ୍ତି ନାହିଁ। କାହାର ଇଚ୍ଛା ହୁଏ ଭଗବାନଙ୍କ ସହିତ ରହିବା ପାଇଁ? ହ୍ୟାଣ୍ଡ ରେଜ କଲେ। ଯଦି ସୁଯୋଗ ମିଳିବ ଥରେ ଭଗବାନଙ୍କ ସହିତ ରହିବା ପାଇଁ ଇଚ୍ଛା କରୁଛନ୍ତି। ପ୍ରମୋଦାନନ୍ଦ ଗୋପାଳ ପ୍ରଭୁ। ଆଚ୍ଛା, ଯେମିତି ଆମର କୁହାଯାଏ ଇସ୍କନରେ ମଝିରେ ମଝିରେ କରୁ ମନ୍ଦିରରେ ଥରେ ବିଜୟଶ୍ରୀ ମାତାଜୀ ହ୍ୟାଣ୍ଡ ରେଜ କରୁଛନ୍ତି। ପୂର୍ବରୁ ଯୋଉ ଆଶ୍ରମ ଥିଲା, ଆଶ୍ରମରେ ନାରୀ ମାନଙ୍କୁ ରହିବାର ଅନୁମତି ଦିଆଯାଉନଥିଲା ବା ଆଶ୍ରମ ପରିବେଶରେ ନାରୀ ମାନେ ବେଶୀ ସମୟ ମାନେ ମାନେ ରହି ବି ପାରୁନଥିଲେ। ଆଗରୁ ଆସିବେ ତ ବହୁତ 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 ରେୟାର। କିନ୍ତୁ ପ୍ରଭୁପାଦଙ୍କର ଏଇଟା ବିଶେଷ ଅନୁକମ୍ପା ଯେ ଆମେ ମାନେ ଆଶ୍ରମରେ ରହିବାର ସୁଯୋଗ ଲାଭ କରୁଛେ, ଯାହାକୁ ପ୍ରଭୁପାଦ ବୈକୁଣ୍ଠ ବୋଲି କୁହନ୍ତି। ବୈକୁଣ୍ଠରେ ବାସ କରିବା ଏତେ ଛୋଟିଆ ଜିନିଷ। ମାନେ ପ୍ରଥମରୁ ଯେମିତି କୋଉ ମାନଙ୍କର ଧନ ଆମର ଦରକାର, ତା ମାନେ ନୁହେଁ ଯେ ଭଗବାନଙ୍କୁ ପାଇବାନି, ଭଗବାନ ତ ନିଶ୍ଚିତ ପାଇବା, କିନ୍ତୁ ବର୍ତ୍ତମାନ ଧନ ଆବଶ୍ୟକତା ଅଛି ଲାଇଫରେ। ଆପଣ ମାନେ ସବୁ ନିଷ୍କାମ ଭକ୍ତ ନା କଣ? କାହାର ଧନ ପାଇବାକୁ ଇଚ୍ଛା ନାହିଁ? ନା ଖରାପ ଲାଗୁଛି ଭକ୍ତ ହିସାବରେ କେମିତି ହ୍ୟାଣ୍ଡ ରେଜ କରିବୁ? ବର୍ତ୍ତମାନ ସମସ୍ତଙ୍କର ଜନ୍ମାଷ୍ଟମୀ ଆସିଛି। ସମସ୍ତଙ୍କର ଇଚ୍ଛା ଅଛି ଆଜ୍ଞା। ହଁ, ଦ୍ୟାଟ୍ସ ଟ୍ରୁ, ସେଇଟା ଠିକ ଉତ୍ତର। ଜନ୍ମାଷ୍ଟମୀ ଆସିଲେ ସବୁ ମନ୍ଦିରରେ ସବୁ ଭକ୍ତ ମାନଙ୍କୁ କହିଥିବେ କିଛି କିଛି ଡୋନେସନ ଦବା ପାଇଁ। ତେଣୁ ସମସ୍ତଙ୍କର ଧନର ଅଭିଳାଷ ଥାଏ। ସେଥିଲାଗି ଭଗବାନଙ୍କୁ ପ୍ରଥମେ ଦେଖିଲେ କଣ ହୁଏ ନା ଧନ ମାଗିବାକୁ ଇଚ୍ଛା ହୁଏ, କିନ୍ତୁ ପରେ ପରେ ଧୀରେ ଧୀରେ ଜୀବନ ଯେତେବେଳେ ବାସ୍ତବ ସତ୍ୟକୁ ଜଣେ ଅନୁଭବ କରେ, ସେତେବେଳେ ସେ କଣ ହୁଏ ନା ଭଗବାନଙ୍କର ଶୁଦ୍ଧ ଭକ୍ତି ସ୍ଥିତିରେ ସେ ପହଞ୍ଚିଯାଏ। ଯେମିତି ଧ୍ରୁବ ମହାରାଜ। ଧ୍ରୁବ ମହାରାଜ ପ୍ରଥମେ ସମ୍ପତ୍ତି ପ୍ରାପ୍ତିର ଲାଳସା ନେଇ ଭଜନ ଆରମ୍ଭ କଲେ, ତାପରେ ବୁଝିପାରିଲେ ଯେ ଏଇ ସମ୍ପତ୍ତି ଗୁଡା ସବୁ କାଚ ଟୁକୁଡା। ଭଗବାନଙ୍କୁ ପାଇଗଲା ମାନେ ହୀରା କୁ ପ୍ରାପ୍ତ ହବା ସାଙ୍ଗରେ ସମାନ। ତେଣୁ ମୁଁ ଆପଣଙ୍କୁ ଗୋଟେ ବହୁତ ସୁନ୍ଦର ଉଦାହରଣ ଦିଏ, ଆପଣ ମାନେ ହୁଏତ ମନେ ରଖିଥିବେ ଯେ ଥରେ ଜଣେ ରାଜାଙ୍କର ଜନ୍ମଦିନ ଥିଲା। ଆଉ ରାଜା ସେଦିନ କହିଲେ ଯେ ମତେ ଯିଏ ଦେଖା କରିବ ମୁଁ ତାକୁ କିଛି ନା କିଛି ଉପହାର ଦେବି। କାହାର ମନେ ଅଛି ଏଇ ଚରିତ୍ରଟି? ହଁ ପ୍ରଭୁ। ଆଜ୍ଞା। ତେଣୁ ପ୍ରାୟ ଭକ୍ତଙ୍କର ମନେ ଅଛି। ତେଣୁ ଭଗବାନ ଭକ୍ତି କଲା ମାତ୍ରେ ହିଁ ଆମେ ଜୀବନରେ କଣ କରିବା ନା ସବୁ କିଛି ପାଇପାରିବା। ଯୋଉମାନେ ଭଗବାନଙ୍କର, ସେମାନେ ପ୍ରଥମ ଶ୍ରେଣୀ ବୋଲି ବିଚାରିତ ମାନେ ବିବେଚିତ ହୁଅନ୍ତି। ଆଉ ସେମାନେ କଣ ନା ବୈକୁଣ୍ଠର ଐଶ୍ୱର୍ଯ୍ୟ ପ୍ରତି ଆକୃଷ୍ଟ ହୁଅନ୍ତି ନାହିଁ। ଏପରିକି ଯାକୁ ଦ୍ୱାରିକାକୁ ମଧ୍ୟ ସେମାନେ ଆକୃଷ୍ଟ ହୁଅନ୍ତି ନାହିଁ। ରୂପ ଗୋସ୍ୱାମୀଙ୍କର ସିଦ୍ଧାନ୍ତ ଯେ ଗୋକୁଳ ବା ବୃନ୍ଦାବନରେ ଭଗବାନଙ୍କର ଲୀଳା ପ୍ରତି ଯେଉଁ ଭକ୍ତଗଣ ଆକୃଷ୍ଟ, ସେମାନେ ସର୍ବଶ୍ରେଷ୍ଠ ଭକ୍ତ ଅଟନ୍ତି। ବେଳେ ଏଇ ଆମେ ବୈକୁଣ୍ଠ ଯିବୁ। ମୁଁ ଗୋଟେ ସତ୍ୟ ଘଟଣା କହୁଛି। ଥରେ ପରମ ପୂଜ୍ୟ ଆସିଲା ରାଧା ଗୋବିନ୍ଦ ମହାରାଜଙ୍କ ସହିତ ଜଣେ ଭକ୍ତ ସେ ଯାଉଥିଲେ ଏବଂ ତାଙ୍କର କିଛି ଅର୍ଥର ଆବଶ୍ୟକତା ଥିଲା। ସେ ମହାରାଜଙ୍କୁ ଅନୁରୋଧ କରୁଥିଲେ ଯେ ଆପଣ ମତେ ଗୋଟେ ଭିସା କରେଇ ଦିଅନ୍ତୁ, ମୁଁ ଟିକେ ବିଦେଶ ଯିବାକୁ ଚାହୁଁ। କଥାବାର୍ତ୍ତା ହେଇକି ଆସିଲେ।
महाराज कहले ठीक अच्छे किसी समय पर शास्त्रीय कथा आरंभ है से महाराज कहते जे मु वैकुंठ जावाक चाहूनी मु गोलक जावाक चाहूँ एथर महाराज कहले एबे 5 मिनिट पूर्व विदेश जावाक चाहूला पैसा वर्तमान कहूँ कौन ना वैकुंठ जावाक चाहूनी मु गोलक तुम वैकुंठ कथा भूली जाओ ये जगत रे गोटे रसगोला बा गोटे मोबाइल देखिले मन विचलित हो जाउछि आ सुना पुना लुगा हमने अलगा जिनस कथा छाड़ी दियो जो साधारण जिनस देखिले प्रसाद देखिले हम मन विचलित हो जाउछि तुमे जेते ऊर्ध्व लोक को जीव फैसिलिटी गुड़ा बढ़ी बढ़ी जीव स्वर्ग रे जो नारी माने अछंती तांका देह खरा दिने ठंडा रहे शीत दिने गरम रुहे आ तांकर प्रत्येक अंगरु सुगंध बाहर भाबिले से लोकटा केमती क्रॉस करिक जीव एठी तो जो देह हाथ गंध बाहर मनीष निजे सह्य करि पारुनी से गाधौची बा डिओ लगौची हाँ से एते आकर्षण जे जीव छाड़ी पारुनी रियली आई लव यू कहीकि बुढ़ा हैला पर्यंत से कौन करची माने एमिति माने रहुची जेमती आ पूरा एकाठी जीवे दी जन जाक बुढ़ा है जाइए तथापि से बुढ़ी को छाड़न अरे बाबा समय हेलानी वर्तमान गोटे अलगा जीवन कटेया दरकार आउ जदि स्वर्ग को से लोक देखिए तो कल्पना करि परिबेनि से तो कहे नाइ भाई मैं एठी रही तेणु वैकुंठ को बेले बेले गोलक को भी वैकुंठ कह जाए जड़े ये भूल केबे करिया कथा नु जे से जानिनी माने कौन तार माने से कौन कहूची स्वर्ग रे जो फैसिलिटी गुड़िक अच्छी जड़े केबे ताको कल्पना करि परिबेनि मनर अतीत वस्तु से किंतु मोर कहया कथा होची अति भाग्यवान व्यक्ति मानकर नैसर्गिक रति हो जाए भगवान कृष्ण प्रति आ से अन्य कहा प्रति आकृष्ट होते ना भगवान निर्दिष्ट रूप प्रति आकृष्ट भक्त भक्ति को अन्य रूप प्रति परिवर्तन करिया को चाहे एकमात्र कृष्ण प्रति से आकृष्ट रुहंती जेमती हनुमान कथा प्रभुपाद उदाहरण देते हनुमान जी को थरे भगवान डाकिले तेणु से संध्या बंदन बसते कहले डाकुचंती हनुमान जी कहले ठीक अच्छे कह मुझे जाऊँ पुणी किसी समय पर से भगवान पचारे कहीं आसुना विलंब है तुम्हें कौन कहले ना नारायण डाकुचंती बोलिकी कहले ना जा कह रघुनाथ डाकुचंती तेणु रघुनाथ डाकुचंती कहले गरुड़ पहुंचे हनुमान जाइए भगवान पाखे बस से नारायण कौन राम रूप धरछ तेणु हनुमान जी कहते प्रभु पथर जानी नारायण एवं से कहते श्रीनाथ जानकी नाथ अभय परमात्मनि तथापि मम जीवन सर्वस्व राम मु जानी प्रभु आपण किसी तफात नहीं किंतु मोर जीवन सर्वस्व होचंती किए ना श्री राम प्रत्येक व्यक्ति भक्त कौन करिया दरकार निर्दिष्ट रूप प्रति बहुत सुंदर उपमा कही अध्याय रूप गोस्वामी गोटे बहुत सुंदर भजन लिखिछे से कहउचंती कहार संसार रहिया को इच्छा अछि किसी भोग करिया इच्छा अछि बचिया इच्छा अछि हैंड रेस्ट संसार किसी दिन रहिया को इच्छा अछि विश्व गोस्वामी कहउचंती से व्यक्ति माने केबे हेले भी कौन करिया दरकार वृंदावन जीवा कथा नहीं तेणु कथाटा बहुत माने धैर्य धरिकी शुणिबे उद्देश्य कौन कौन पाई मना कर से कहते ना ना मु तो बुलिया को बहुत भल पाए मु निश्चित वृंदावन जीवी से कहले अच्छा अच्छा जदि ठीक है वृंदावन जीव केसी घाट पाख के आसो
ସେ କହିଲେ ନା ମୁଁ ତ ବୃନ୍ଦାବନ ଗଲା ମାନେ ବ୍ରଜମଣ୍ଡଳ ବୃନ୍ଦାବନ ପରିକ୍ରମା କରେ, ପଞ୍ଚକୋଶୀ ପରିକ୍ରମା କରେ, ଆଉ ସେଠି ତ କେଶୀ ଘାଟ ଆସିବ, ମୁଁ ତ ସେଇପଟେ ଯିବି। ସେ କହିଲେ ଠିକ ଅଛି, ଯଦି କେଶୀ ଘାଟକୁ ବି ଯାଉଛ, ସେଠି ଗୋଟେ ବହୁତ ଯମୁନା କୂଳରେ ଗୋଟେ ବହୁତ ସୁନ୍ଦର ମନ୍ଦିର ଅଛି, ସେଇ ମନ୍ଦିର କୋଟେ ହିଁ ଯିବି। ଠିକ ଅଛି, ପରିକ୍ରମା କରିବ କିନ୍ତୁ ଡାହାଣ ପଟକୁ ଅନେଇବ, ଆଖି ବଡ ଚଞ୍ଚଳ ପଳେଇବ। ରୂପ ଗୋସ୍ୱାମୀ କହୁଛନ୍ତି ଯଦି ମୋ ପ୍ରଭୁଙ୍କୁ ଦେଖିଦେଲ ଭାଇ ତୁମେ ଆଉ ସଂସାରକୁ ଭୋଗ କରିପାରିବ। କାରଣ ମୋର ଗୋବିନ୍ଦଙ୍କୁ ଯିଏ ଦେଖିଦବ ଥରେ, ସିଏ କଣ ହବ ନା ତାଙ୍କ ପ୍ରତି ଆକୃଷ୍ଟ ହେଇଯିବ, ତାକୁ ଆଉ ସଂସାରରେ କିଛି ଭଲ ଲାଗିବ, ସେ କୃଷ୍ଣଙ୍କର ହେଇଯିବ। ତେଣୁ ବହୁତ ସୁନ୍ଦର କବିତା ବି ୟା ଉପରେ ବିଭିନ୍ନ ଠାକୁର ଏଇ ଶ୍ଲୋକର କବିତା ବି ରଚନା କରିଛନ୍ତି। ବାସ୍ତବରେ ଆପଣ କିଏ ଜୟପୁରରେ ଗୋବିନ୍ଦଜୀଙ୍କୁ ଯଦି ଦର୍ଶନ କରିଥିବେ ତାହେଲେ ଆପଣ ଅନୁଭବ କରିବେ ଯେ ଯେମିତି ଆମର ପରିବାର ପ୍ରତି ଗୋଟେ ଆକର୍ଷଣ ଅଛି, ଆପଣ ସମସ୍ତେ ଅନୁଭବ କରିପାରୁଥିବେ। ଆପଣଙ୍କର ପିତା ମାତା ଏମାନଙ୍କର ନାଁ ଶୁଣିଲା ମାନେ ଆପଣଙ୍କର ଗୋଟେ ସହଜରେ ସ୍ୱାଭାବିକ ଆକର୍ଷଣ ଆସେ ମନରେ। ସେମିତି କବିରାଜ ଗୋସ୍ୱାମୀ ଲେଖିଛନ୍ତି ଏଇ ବିଗ୍ରହ ଶ୍ରୀ ଗୋବିନ୍ଦ ଗୋପୀନାଥ ମଦନ ମୋହନ, ଆଉ ତା ଭିତରେ ଗୋବିନ୍ଦଙ୍କର ବିଗ୍ରହ, ଇଏ ଏତେ ପ୍ରଭାବଶାଳୀ ଠାକୁର, ଇଏ ଆପଣଙ୍କର ସିଧା ଆତ୍ମାକୁ ଆକର୍ଷଣ କରିବେ। ଆପଣଙ୍କୁ ତାଙ୍କୁ ଦେଖିଲା ମାନେ ଇଚ୍ଛା ହବ ମୁଁ ବର୍ତ୍ତମାନ ଖାଲି ଏଠି ସବୁ ବ୍ୟାରିକେଡ ଅଛି, ଲୋକ ପୂଜାରେ ଛିଡା ହେଇଛନ୍ତି, ସିଧା ଯୋଉ କ୍ରିକେଟ ପ୍ଲେ ଗ୍ରାଉଣ୍ଡରେ ଦେଖିଛନ୍ତି ନା ଜଣେ ଜଣେ ଲୋକ ମାନେ ଦୌଡ଼ିକି ଯାଇକି ମାନେ ଯିଏ ପସନ୍ଦ ମାନେ ଯାହାକୁ ପସନ୍ଦ କରୁଥିବେ ଯୋଉ ଖେଳାଳି ମାନଙ୍କୁ, ତାଙ୍କୁ ଯାଇକି ଆଲିଙ୍ଗନ କରି ପକାନ୍ତି, କୁଣ୍ଢେଇ ପକାନ୍ତି, ତାଙ୍କ ସହିତ ଗୋଟେ ସେଲଫି ନେଇଯାଆନ୍ତି। ସେମିତି ମୋର ବେଳେ ବେଳେ ଇଚ୍ଛା ହୁଏ ସିଧା କାହା କଥା ନ ମାନିକି ଯାଇକି ଗୋବିନ୍ଦଙ୍କୁ କୁଣ୍ଢେଇ ପକେଇବା। ଗୋବିନ୍ଦ ବିଗ୍ରହ ନୁହନ୍ତି, ସ୍ଵୟଂ ଭଗବାନ, ସ୍ଵୟଂ କୃଷ୍ଣ। ଅବଶ୍ୟ ଆମର ସେଲଫି ଦରକାର ନାହିଁ, କିନ୍ତୁ ଭଗବାନଙ୍କୁ ନିଶ୍ଚିତ ଥରେ ଆଲିଙ୍ଗନ କରିବାର ବହୁତ ଅଭିଳାଷୀ। ଆଉ ଭଗବାନ ସିଧା ଆତ୍ମାକୁ ଆଲିଙ୍ଗନର ଭଳି ଚମତ୍କାର ଆପଣ ନିଜେ ଅନୁଭବ କରିବେ, ପୁରା ପୁରା ଆକର୍ଷଣ କରିବେ। କବିରାଜ ଗୋସ୍ୱାମୀ ଲେଖିଛନ୍ତି ପ୍ରତ୍ୟେକ ଗୌଡୀୟ ବୈଷ୍ଣବ ଏଇ ତିନି ଠାକୁରଙ୍କୁ ନିତ୍ୟ ସ୍ମରଣ କରିବା ଦରକାର ଯଦି ସେମାନେ ଏଇ ଜୀବନରେ ଭଗବାନଙ୍କୁ ପାଇବାକୁ ଚାହୁଁଛନ୍ତି। ତେଣୁ ଏଇଠି ଚତୁର୍ଥ ଅଧ୍ୟାୟ ଶେଷ ହେଲା। ମୋର ଇଚ୍ଛା ଥିଲା ଚତୁର୍ଥ ଅଧ୍ୟାୟ ପରେ ଆମେ ମୂଳ ଶ୍ଲୋକ ସହିତ କଣ କରିବା, ନା ଚାରୋଟି ଅଧ୍ୟାୟକୁ ଚର୍ଚ୍ଚା କରିବା। ତେଣୁ ମୁଁ ଏଇଠି ବାଣୀକୁ ବିରାମ କଟିଗଲା। ପୁରା ଡିସ୍କନେକ୍ଟ ହେଇଗଲା ପ୍ରଭୁ। Great.